ସମୁଦ୍ର ଗର୍ଭରେ ଲୀନ ହୋଇଯିବ ଆର୍ଯ୍ୟପଲ୍ଲୀ। ସମୁଦ୍ରରେ ଭାସିଗଲା ଆଶ୍ରୟସ୍ଥଳୀ ଓ ରାସ୍ତା। ସମୁଦ୍ର ଲହଡ଼ିରେ ଭାଙ୍ଗିଲା ଗାଁ ମୁଣ୍ଡରେ ଥିବା ଆଶ୍ରୟସ୍ଥଳୀ। ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳୀ ସହ ଭାସିଗଲା ଅଧା ଆଶ୍ରୟସ୍ଥଳୀ। ଆର୍ଯ୍ୟପଲ୍ଲୀ ଗାଁଠାରୁ ମାତ୍ର 100 ମିଟର ଦୂରରେ ଅଛି ସମୁଦ୍ର। ଆର୍ଯ୍ୟପଲ୍ଲୀଠାରୁ ମେରାଇନ୍ ରାସ୍ତାର ଅଧିକାଂଶ ସ୍ଥାନ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିବା ଦେଖିବାକୁ ମିଳିଛି, ଯାହାକୁ ନେଇ ଭୟଭୀତ ଅବସ୍ଥାରେ ରହିଛନ୍ତି ଆର୍ଯ୍ୟପଲ୍ଲୀ ଗାଁର ବାସିନ୍ଦା। ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମୁଦ୍ର ଉଗ୍ର ରୂପ ଧାରଣ କରିଛି। କୂଳ ଖାଇ ଗାଁ ମୁହାଁ ହେଉଛି। ସମୁଦ୍ର ଉପକୂଳ ଅଞ୍ଚଳରେ ଥିବା ଆର୍ଯ୍ୟପଲ୍ଲୀ ଗାଁଟି କେବେ ନା କେବେ ସମୁଦ୍ର ମଧ୍ୟରେ ଲୀନ ହୋଇଯିବାର ଭୟ ଏବେ ଗ୍ରାମବାସୀଙ୍କୁ ଭୟଭୀତ କରିଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମୁଦ୍ର ଉଗ୍ର ରୂପ ଧାରଣ କରୁଛି। କୂଳ ଖାଇ ଗାଁ ମୁହାଁ ହେଉଛି। ବ୍ୟୁରୋ ରିପୋର୍ଟ, ଓଡ଼ିଶା ଡିଜିଟାଲ।